ଶ୍ରୀମନ୍ଦିରର ଯାହା ବି ଯାନି ଯାତ୍ରା ବା ପର୍ବପର୍ବାଣୀ ରହିଛି ତାହା ଠିକ୍ ହିସାବରେ ଶାସ୍ତ୍ରସମ୍ମତ ତିଥି ଅନୁସାରେ ପାଳନ କରିବା ପାଇଁ ଆମେ ସବୁବେଳେ ସମସ୍ତଙ୍କୁ ନିବେଦନ କରି ଆସିଛୁ। ଶ୍ରୀମନ୍ଦିର ପରିଚାଳନା କମିଟିରେ ମଧ୍ୟ ଏହା ଉପରେ ଆଲୋଚନା ହୋଇଛି। ଗଜପତି ମହାରାଜ ମଧ୍ୟ ବିଭିନ୍ନ ସମୟରେ ତା ଉପରେ ସମସ୍ତଙ୍କୁ ଅପିଲ କରିଛନ୍ତି, ଅନୁରୋଧ କରିଛନ୍ତି ଯେ କୌଣସି ହିସାବରେ ଅତିଥି ବା ଅଦିନିଆ ହିସାବରେ ମହାପ୍ରଭୁଙ୍କ ଯାନିଯାତ୍ରା ସେ ରଥଯାତ୍ରା ହେଉ, ସ୍ନାନ ପୂର୍ଣ୍ଣିମା ହେଉ କିମ୍ବା ଏବେ ନେତ୍ରୋତ୍ସବ ହେଉ କୌଣସି ହିସାବରେ ଅଦିନିଆ ହେବା କଥା ନୁହଁ। ଏବେ ଆମ ପାଖରେ ନିର୍ଦ୍ଦିଷ୍ଟ ଭାବରେ ଏକ ସୂଚନା ଆସିଲା ଯେ ଉତ୍ତରପ୍ରଦେଶର ଏକ ଜିଲ୍ଲାରେ ଅଦିନିଆ ହିସାବରେ ନେତ୍ରୋତ୍ସବ ଏବଂ ରଥଯାତ୍ରା ହେବାକୁ ଯାଉଛି। ତେଣୁ ଆମେ ଏହି ସୂଚନା ପାଇବା ପରେ ଗଜପତି ମହାରାଜଙ୍କ ପରାମର୍ଶ ନେଇ ଏବଂ ସମସ୍ତ ପରିଚାଳନା କମିଟିର ସଦସ୍ୟମାନଙ୍କ ପରାମର୍ଶ ନେଇ ଆମେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛୁ ଯେ ଯେଉଁ ଅନୁଷ୍ଠାନ ଏହାକୁ କରିବା ପାଇଁ ଯାଉଛନ୍ତି ଅଦିନିଆ ହିସାବରେ ପର୍ବ ଗୁଡ଼ିକ ମହାପ୍ରଭୁଙ୍କର ତାହା ହେବା କଥା ନୁହଁ ବୋଲି ଆମେ କହିଛୁ ଏବଂ ସେଥିରୁ କ୍ଷାନ୍ତ ରହିବା ପାଇଁ ତାଙ୍କୁ ନିବେଦନ କରିଛୁ। ଦେଖନ୍ତୁ, ଆମେ କୌଣସି ହିସାବରେ ମହାପ୍ରଭୁଙ୍କର ଯାନିଯାତ୍ରା ବା ପର୍ବପର୍ବାଣୀ ଅଦିନିଆ ବା ଅତିଥିରେ ହେଲେ ଭକ୍ତ ହିସାବରେ ଆମେ ସମସ୍ତଙ୍କ ମନରେ ଆଘାତ ହୁଏ ଏବଂ ଯେଉଁମାନେ ବି ପାଳନ କରୁଛନ୍ତି ସେମାନେ ବି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନୀତିକାନ୍ତିକୁ ପାଳନ କରିବା ବିଧେୟ। ତେଣୁ ତାଙ୍କୁ ଆମେ ବିନମ୍ର ନିବେଦନ କରୁଛୁ ଯେ ଆମେ ନିୟମ କାନୁନ କାହାକୁ ଦେଖାଇବା ପାଇଁ ଚାହୁଁନୁ। ଆମେ ସମସ୍ତଙ୍କୁ ନିବେଦନ କରୁଛୁ, ଅନୁରୋଧ କରୁଛୁ ଯେ ସେଇଥିରୁ ସେମାନେ କ୍ଷାନ୍ତ ରହିବେ। ଆମେ ଆଶା କରିବା ଯେ ଆଇନର ବି ଯଦି କେବେ ହେଲେ ପରିଚାଳନା କମିଟି ତା ଉପରେ ପରାମର୍ଶ ଦିଅନ୍ତି ଆମେ ତାକୁ ମଧ୍ୟ ଗ୍ରହଣ କରିବୁ। ଆମେ ଶ୍ରୀମନ୍ଦିରର ବିଭିନ୍ନ ୱାର୍ଡ ଏବଂ ଲୋକ କରିସାରିଛୁ, ତାହା ଏକ ଚୂଡ଼ାନ୍ତ ପର୍ଯ୍ୟାୟରେ ପାଖାପାଖି ପହଞ୍ଚି ଯାଇଛି ଏବଂ ଆମେ ଆଶା କରିବା ଯେ ଯେଉଁ ଆଇପି ରେଜିଷ୍ଟ୍ରି ଅଛି ସେମାନେ ଆମର ଆବେଦନକୁ ଗ୍ରହଣ କରିବେ ଏବଂ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ଆନନ୍ଦ ବଜାର ଏବଂ ଯେତେ ନାଁ ଅଛି ନୀଳଚକ୍ର ଇତ୍ୟାଦି ଏଥିରେ କାହାରି ଆପତ୍ତି ରହିବା କଥା ନୁହଁ। ଶ୍ରୀ ଜଗନ୍ନାଥ ଧାମ ମଧ୍ୟ ଏହା ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମେଳପୀଠ। ତେଣୁ ଆମେ ଆଶା କରିବା ଯେ ସେଇ ଯାହା ବି ଲୋଗୋ ମାର୍କ ବା ୱାର୍ଡ ମାର୍କ ଆମେ ଆପ୍ଲିକେସନ୍ ଦେଇଛୁ ବା ଆବେଦନ କରିଛୁ ତାହା ଶୀଘ୍ର ତାହା ଗ୍ରହଣ ହେବ। ଆମେ ସମସ୍ତଙ୍କୁ ନିବେଦନ କରିଛୁ ଏବଂ ଇଣ୍ଟରନେଟ୍ର ଯୁଗ, ଆମେ ଯାହା ନିଷ୍ପତ୍ତି ହୋଇଥିଲା ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ତାକୁ ବିଭିନ୍ନ ଜଗନ୍ନାଥ ମନ୍ଦିରକୁ ମଧ୍ୟ ପ୍ରେରଣ କରିଛୁ ଏବଂ ଆମ ପାଖରେ ଯାହା ସୂଚନା ଅଛି ଅନେକ ଜାଗାରୁ ମଧ୍ୟ ସମସ୍ତଙ୍କର ଗୋଟେ ଭଲ ପଜିଟିଭ ରେସ୍ପନ୍ସ ଆସୁଛି ଏବଂ ସମସ୍ତେ ଚାହୁଁଛନ୍ତି ଯେ ଯାହା ବି ମୂଳପୀଠ ହିସାବରେ ଶ୍ରୀମନ୍ଦିରରେ ଯାହା ବି ଯାନିଯାତ୍ରା ପର୍ବପର୍ବାଣୀ ବା ନୀତିକାନ୍ତି ସମ୍ପାଦନ ହେଉଛି ସେହି ହିସାବରେ ସମସ୍ତେ କରିବେ ବୋଲି ଆମେ ଆଶା କରୁଛୁ। ବିଗତ ଦିନରେ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଚାଲୁ ରହିଛି ଏବଂ ଏବେ ଯେହେତୁ ଭିତର ଭଣ୍ଡାର ଗଣତି ପ୍ରକ୍ରିୟା ଚାଲୁ ରହିଛି, ଆଜି ଯାହା ବି ଅସମ୍ପୂର୍ଣ୍ଣ ରହିଥିଲା ସେହି ହିସାବରେ ଆଗକୁ ଚାଲିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ବ୍ୟବସ୍ଥାବଳୀ ତଥା ଆମେ ଯାହା ବି ପ୍ରକ୍ରିୟା ଜାରି ରଖିଛେ ସମସ୍ତଙ୍କ ସହଯୋଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆମେ ଏହାକୁ କରୁଛୁ। ଆପଣଙ୍କୁ ଆମେ ବାରମ୍ବାର ମଧ୍ୟ ସୂଚନା ଦେଉଛେ ଏବଂ ମହାପ୍ରଭୁଙ୍କ କୃପାରୁ ସବୁ ନିର୍ବିଘ୍ନରେ ଚାଲିଛି। ଯେଉଁମାନେ ବି ଭକ୍ତ ଶ୍ରଦ୍ଧାଳୁ ଅଛନ୍ତି ସେମାନେ ଏବେ ବାହାର କାଠରୁ ଦର୍ଶନ କରିପାରିବେ। ସାମୟିକ ଭାବରେ ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ ଏଇ କଟକଣା ଯଦି ଆମେ କହିବା ବି ସେମାନେ ବାହାର କାଠରୁ ଖୁବ୍ ସୁନ୍ଦର ଭାବରେ ଦର୍ଶନ କରିପାରିବେ, କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ତେଣୁ ଯେଉଁମାନେ ବି ପାଳିଆ ସେବାୟତ ଅଛନ୍ତି ବା ସମ୍ପୃକ୍ତ ନିଯୋଗର କର୍ମକର୍ତ୍ତା ଅଛନ୍ତି ସେମାନେ ସମସ୍ତେ ଆମକୁ ଅକୁଣ୍ଠ ସହଯୋଗ ଜଣାଉଛନ୍ତି ଏବଂ ଏହି ପ୍ରକ୍ରିୟାରେ ଯେଉଁମାନେ ବି ସାମିଲ ହୋଇଛନ୍ତି ଆମେମାନେ ସମସ୍ତେ ସେଥିରେ ସୌଭାଗ୍ୟଶାଳୀ ମନେ କରୁଛୁ। ନାଇଁ, ରଥ ନିର୍ମାଣ ସମ୍ପର୍କରେ ଆମେ ବିଭିନ୍ନ ସମୟରେ ମହାରଣା ସେବକ, ଭୋଇ ସେବକ, ରୂପକାର, ଚିତ୍ରକାର, ଦର୍ଜୀ ସେବକ ସମସ୍ତଙ୍କ ସାଙ୍ଗରେ ଆମେ ଆଲୋଚନା କରିଥାଉ। ସେମାନେ ଯାହା ବି ପ୍ରସ୍ତାବ ରଖିଛନ୍ତି ଆମେ ସେହି ହିସାବରେ ମଧ୍ୟ ତାଙ୍କର ସହଯୋଗ ଲୋଡ଼ିଥାଉ ଏବଂ ଆମେ ଆମ ତରଫରୁ ମଧ୍ୟ ଯାହା କିଛି ବ୍ୟବସ୍ଥା କରିବା କଥା କରୁଥାଉ। ଚଳିତ ବର୍ଷ ଯେହେତୁ ଯୋଡ଼ା ଜ୍ୟେଷ୍ଠ ପଡ଼ୁଛି ତେଣୁ ଆମ ପାଖରେ ସମୟ ଅଛି ଏବଂ ସମସ୍ତଙ୍କର ସହଯୋଗ ରହିଛି ଏବଂ ଆପଣଙ୍କୁ ସୂଚନା ଦେବା ପାଇଁ ମୁଁ ଚାହିଁବି ଯେ ଯାହା ବି ରଥ କାଠର ଆବଶ୍ୟକତା ଥାଏ ତାହା ପାଖାପାଖି ସମ୍ପୂର୍ଣ୍ଣ ଭାବରେ ଆମ ପାଖରେ ପହଞ୍ଚି ଯାଇଛି। ତେଣୁ ଚଳିତ ବର୍ଷର ରଥଯାତ୍ରା ପାଇଁ ଯେଉଁ ରଥ ନିର୍ମାଣ ଚାଲିଛି ଯାହାକି ଅକ୍ଷୟ ତୃତୀୟାରେ ଅନୁକୂଳ ହୋଇଥିଲା, ଆମେ ଆଶା କରିବା ଯେ ଠିକ୍ ହିସାବରେ ସମାପନ ହେବ।